ଗୋବର୍ଦ୍ଧନ ପର୍ବତର କଥା ଷ୍ଟୋରୀ ବହୁତଟେ ଅଛି ଯେନ୍ଟାକି ଆପଣମାନେ ସମସ୍ତେ ଜାଣିଛନ୍ ମତେ କହିବାର୍କେ ଆଉ ନାଇଁ ପଡ଼େ। ତ ଆଜି ସେହି ଗୋବର୍ଦ୍ଧନର ପରିକ୍ରମା କର୍ମା ଚାଲୁନ୍ ଯେନ୍ଟାକି 21 କିଲୋମିଟର ୟା ଫିର୍ 7 କୋସ୍ ବୋଲିକିରି କହେସନ୍। ସେଟା ସମସ୍ତେ ଚାଲିକରି ପରିକ୍ରମା କରସନ୍ ଲେକିନ୍ ଯେନ୍ମାନେ ଚାହିଁବେ ଗାଡ଼ିରେ ବି କି ଅଟୋରେ ବି ପରିକ୍ରମା କରିପାରବେ। ତ ଆମେ ବାହାରି ଯାଇଥିଲୁ ଗୋବର୍ଦ୍ଧନ ପରିକ୍ରମାରେ। ଆଉ ରାସ୍ତାରେ ଯେନ୍ ଯେନ୍ ଜାଗା ପଡ଼ିଛେ ଯେନ୍ଟା ମୁଇଁ ଜାନିଛେ ସେଟା ଆପଣମାନଙ୍କୁ କହିବାର୍କେ ଚେଷ୍ଟା କରମି। ବହୁତ ଦିନ ହେଇଗଲାନ ଯେନ୍ଟାକି ଭିଡ଼ିଓ ମାନେ ବହୁତଟେ ନାଇଁ ମିଲବାର୍ ଯେନ୍ଟା মোর পাখে এভেলেবল অছে সেটা আমি ଆପଣମାନଙ୍କୁ চেষ্টা করুছে কহবার লাগি। তো পহলা পড়বা ই মন্দিরটা ইটা হচ্ছে আমার গিরিরাজ যেটাকি আমার ভগবান। তো ই জায়গানো পহলা আপন মানে জুহার করি স্টার্ট করবে ଆପଣମାନଙ୍କର ଚାଲବାର ଜର୍ଣ୍ଣିଟା ଯେନ୍ମାନେ ପରିକ୍ରମା କରୁଛନ୍ ସେମାନେ ପହଲା ଇନୁ ଷ୍ଟାର୍ଟ କରସନ୍। ଆଉ ଗୋଟେ ଜାଗା ଅଛି ଚାଲବାରଟା ଯେନ୍ଟାକି ସର୍ଟକଟ୍ ରାସ୍ତା ବୋଲସନ୍। ସେଟା ସେନୁ ଗୋଟେ ହନୁମାନ ମୂର୍ତ୍ତି ଅଛେ ସେନୁ ହିଁ ପରିକ୍ରମା କରବା ଷ୍ଟାର୍ଟ କରସନ୍। ଲେକିନ୍ ଆମେ ଗାଡ଼ିରେ ବୁଲୁଥିଲୁ ତ ମେନ୍ ମେନ୍ ଜାଗାରେ ହିଁ ଆମକୁ ଅଟକଉଥିଲେ। ବେଲ୍ ହେଇଯାଇଥିଲାନ 5 ତ 5 ବଜେ ଯାଇଥିଲାନ ତ ଆମକୁ ଜଲ୍ଦି ସେ ଜାଗାଟା ପରିକ୍ରମା କରବାର ଥିଲା। ଇଟା ହଉଛେ ମାନସୀ ଗଙ୍ଗା। ଇନୁ ବି ଗାଧସନ୍ ବହୁତ ଲୋକ। ଆଉ ଇଟା ଆମର ଇ ମନ୍ଦିର ପାଖେ ହିଁ ଅଛେ। ପହଲା ମନ୍ଦିର ଯେନ ଆମକୁ ଅଟକେଇଥିଲା ପୁରା ମେନ୍ ମେନ୍ ଜାଗାରେ ହିଁ ଅଟକେଇଥିଲା। ତ ଆପଣମାନେ ଜାଣିଥିବେ ଯେତେବେଳେ ଇନ୍ଦ୍ରଙ୍କର ପ୍ରକୋପ ପଡ଼ିଥିଲା ସେତ୍କି ବେଲକେ ଇନ୍ଦ୍ର ଆମର ପର୍ବତ ଯେନ୍ ଥିଲା ସେ ପର୍ବତକେ ଉଞ୍ଚେଇଥିଲେ 7 ଦିନ 7 ରାତ ତକ୍। ତ ଇଟା ସେହି ଜାଗାଏ ଆପଣମାନେ ବି ମୋର୍ ସାଙ୍ଗେ ଦର୍ଶନ କରିଦଉନ୍ ଆଉ ପରିକ୍ରମା କରିଦଉନ୍। 21 କିଲୋମିଟର ଇଟା ଆମେ ଗାଡ଼ିରେ ବୁଲୁଛୁଁ ଇଟା ହିଁ ଆମର ଗୋବର୍ଦ୍ଧନ ପର୍ବତ ଯେନ୍ଟାକି ବହୁତ ଭିତରକେ ଢୁକି ଗଲାନ। ପୁରା ନର୍ମାଲ ପର୍ବତ ବାକି ଦିଶୁଛେ। ଇ ପର୍ବତକେ ହିଁ ଶ୍ରୀକୃଷ୍ଣ ତାଙ୍କର ଚିନି ଆଙ୍ଗୁଠିରେ ଟେକିକିରି ରଖିଥିଲେ ଆଉ ତାଙ୍କର ଗୋପୀମାନଙ୍କୁ ଆଉ ଯେତେ ବି ତାଙ୍କର ସଖା ସହୋଦର ଥିସନ୍ ସମସ୍ତେ ଥିସନ୍ ମା ବାପା ଥିସନ୍ ସମସ୍ତଙ୍କୁ ବଞ୍ଚିକିରି ରଖିଥିସନ୍ ପର୍ବତର ତଲେ ରଖିଥିସନ୍ ବୃନ୍ଦାବନ ସମସ୍ତଙ୍କୁ। ତ ଇଟା ହିଁ ସେ ପର୍ବତ ଆପଣମାନେ ବି ଏନ୍ଜୟ କରୁନ୍ ଭଗବାନଙ୍କୁ ଦର୍ଶନ କରୁନ୍ ଇ ବଢ଼ିଆ ଜାଗାକେ। ତ ବୁଲି ବୁଲି ସାରିଲା ପରେ ଇଟା ଆମେ ପହଞ୍ଚି ଗଲୁନ ରାଜସ୍ଥାନ ଯେନ୍ଟାକି ଗୋବର୍ଦ୍ଧନ ପରିକ୍ରମା କଲାବେଲେ ଆପଣମାନେ ରାଜସ୍ଥାନର ବୋର୍ଡରରେ ବି ପହଞ୍ଚିଯିବେ। ଆଉ ଇଟା ଗୋଟେ ମନ୍ଦିର ହଉଛେ ଯେନ୍ଟାକି ପୁଛୋରି ବୋଲସନ୍ ଯେନ୍ଟାକି ଆମର ଧନସୁକା କୃଷ୍ଣ ଭଗବାନଙ୍କର ଗୋଟେ ସାଙ୍ଗ ତାହାକୁ ଭଗବାନ ଯୋଗେଇ ଦେଇଥିଲେ। ଆଉ ଯେତେବେଲେ ମଥୁରା ଯାଇଥିଲେ ନାଇକା ଇନୁ ଧନସୁକାକେ ଯୋଗେଇ ଦେଇକିରି ଯାଇଥିଲେ। ଆଉ ଯେତେବେଲେ ସେନ୍କେ ଗୋପୀମାନେ ପଚରି ଆସୁଥିଲେ ଯିଏ ବି ପଚରି ଆସୁଥିଲେ ସେ ଧନସୁକାକେ ତ ସେ ଧନସୁକା ସମକୁ ପଚରଉଥିଲେ ସେତେବେଳେ ବୋଲି ପୁଛରି ମନ୍ଦିର ବୋଲିକିରି ସେଟା କହେସନ୍। ପଚରଉଥିଲେ ସେତେବେଳେ ବୋଲି ପୁଛରି ମନ୍ଦିର ବୋଲିକିରି କହେସନ୍। ତ ସେନୁ ଇହାଦେ ବି ଧନସୁକା ଯୁଗିଚନ୍ ତାଲ୍ କୃଷ୍ଣ ମହାପ୍ରଭୁ କହିଲେ ମୁଇଁ ନାଇଁ ଫିରବାର ତକ୍ ତୁ ଇନୁ ଯୁଗିଥିବୁ 2 ଦିନ ପରେ ମୁଇଁ ଫିରି ଆସମି ବେଲେ ଲେକିନ୍ ଆଜି ତକ୍ ଫିରି ନା আসি ଆଉ ସେ ଜାଗାନୁ ଇହାଦେ ବି ଧନସୁକା ଅଟକିଛନ୍ ତାଲ୍ ଆଉ ଯିଏ ବି ପଚରାଲେ ତାର୍ ମାନେ ସେ ତାଙ୍କର ଗୁହାରିଟା ଶ୍ରୀକୃଷ୍ଣ ଭଗବାନଙ୍କୁ କହେସନ୍ ବୋଲି ମାନ୍ୟତା ଅଛି। ଆଉ ଇଟା ହଉଛେ ରାଧାକୁଣ୍ଡ ଆଉ ଇନୁ ରାଧା ମେହେନ୍ଦି ଲଗେଇକରି ନିଜେ ଧୁଇଥିଲେ ଇ ଜାଗାନୁ ତ ସେଥିରେ ବୋଲି ରାଧାକୁଣ୍ଡ। ଇନୁ ବହୁତ ଲୋକ ଗାଧସନ୍ ଆଉ ଇନୁ ପରେ ଯେତ୍କି ଲୋକ ବି ଗାଧସନ୍ ମାନସିକ କରସନ୍ ତ ତାଙ୍କର ମାନସିକ ପୁରା ହେସି ବୋଲିକିରି କହେସନ୍। ଯଦି ଆପଣମାନେ ଗାଧି ନାଇଁ ପାରବାର ବେଲେ ଆସିକରି ସେ ପ୍ୟାନ୍କେ ଟିକେ ମୁଡ଼ାଇ ଲଗଉନ୍ ଯେ ଆପଣମାନଙ୍କର ବି ବହୁତ ପୁଣ୍ୟ ହେବା। ତ ଯେନ୍ମାନେ ବୃନ୍ଦାବନ ଆସୁଛନ୍ ଇ ଜାଗା ମାନେ ବିଲକୁଲ ବି ନାଇଁ ଛାଡ଼ବେ। ଇ ଜାଗା ମାନେ ବୁଲୁନ୍ ଦେଖୁନ୍ ବହୁତ ଲୋକ ଗାଧୁ ବି ଥିଲେ। ଆଉ ବୃନ୍ଦାବନର ପରିକ୍ରମାଟା ଆମର ସରିଗଲା। ଆଉ ହେ ମନ୍ଦିର ଯେତେ ଯେନ୍ କହିଲେ ଆମକୁ ପୁଛରି ମନ୍ଦିର ଯେନ୍ କହୁଛେ ସେ ମନ୍ଦିରକେ ଆସିଲେ ଆମର ପରିକ୍ରମାଟା ଶେଷ ହେସି। ଆଉ ବହୁତଟି ଭିଡ଼ିଓ ମୋର୍ ମାନେ ଏଡ୍ ନାଇଁ କରିପାରି ସେ ଭିଡ଼ିଓ ମାନେ ମତେ ନାଇଁ ମିଲଲା ଯେହେତୁ ବହୁତ ଦିନ ହେଇଯାଇଛେ। ଯଦି ଇ ଛୋଟ ଭିଡ଼ିଓଟା ଆପଣମାନଙ୍କୁ ଟିକେ ବି ଭଲ ଲାଗିଛେ ବେଲେ ଗୋଟେ ଲାଇକ୍ କରିଦେବେ ସାଙ୍ଗମାନଙ୍କର ସାଙ୍ଗେ ସେୟାର କରବାର୍କେ ବିଲକୁଲ ବି ନା ଭୁଲବେ। ଇ ଟାଇପ୍ର ଭିଡ଼ିଓ ମାନେ ବହୁତଟେ ଆସବା ବୃନ୍ଦାବନର ଭିଡ଼ିଓ ମାନେ। ତ ଆଜି ଲାଗି ଏତ୍କି ଯେନ୍ ମାନେ ନୂଆ ଆସିଛନ୍ ଚ୍ୟାନେଲକେ ସବସ୍କ୍ରାଇब କରିଦଉନ୍ ଆଉ ଫଲୋ करवार बिल्कुल भी ना भूलबे।